ଏହି ପ୍ରଶ୍ନରେ এবি ଏବଂ ସିଡି ଦୁଇଟି ରେଖାଖଣ୍ଡ ଅଛି ଏବଂ এবি ସିଡି ପରସ୍ପରକୁ ଛେଦ କରୁଛନ୍ତି ଗୋଟେ ବିନ୍ଦୁରେ ଏବଂ କେଉଁ ବିନ୍ଦୁରେ ଛେଦ କରୁଛନ୍ତି ଓ ବିନ୍ଦୁରେ ଛେଦ କରୁଛନ୍ତି। ଏବେ ଯେତେବେଳେ ଦୁଇଟି ରେଖାଖଣ୍ଡ ପରସ୍ପରକୁ ଛେଦ କରେ ଗୋଟେ ବିନ୍ଦୁରେ ସେଠି ଚାରିଟି କୋଣ ବନେ। ଦେଖ 1 2 3 4 ସେମିତି ଏଠି ବି ଚାରିଟି କୋଣ ବନିଛି। এই ଚାରୋଟି କୋଣ ଭିତରୁ ଆମକୁ ଗୋଟିଏ କୋଣର ପରିମାଣ ଦିଆଯାଇଛି DOB। ତେଣୁ ମୁଁ ଲେଖୁଛି ଏଠି DOB କୋଣର ପରିମାଣ କେତେ ଦେଇଛି 70 ଡିଗ୍ରୀ। ଆମେ AOD କୋଣର ପରିମାଣ ବାହାର କରିବା, ସେମିତି AOC କୋଣର ପରିମାଣ ବାହାର କରିବା ଏବଂ COB କୋଣର ପରିମାଣ ବାହାର କରିବା। ଏ କୋଣଟିର ପରିମାଣ ବାହାର କରିବା, AOC ବାହାର କରିବା ଏବଂ COB କୋଣର ପରିମାଣ ବାହାର କରିବା। ପ୍ରଥମେ AOD ଏ କୋଣଟି ଏବଂ DOB এই কোণ দুইটিକୁ দেখ। AOD এই কোণটি এবং DOB এই কোণটি 70 ডিগ্রি ଦେଇଛି যার ପରିମାଣ। এই দুইটি কোণ পরস্পর পরিপূরক হবে না ନାହିଁ। পরস্পর পরিপূরক কেତେବେଳେ କହିବା যেତେବେଳେ ସେ কোণ দুইটিର ଗୋଟିଏ ସାଧାରଣ ବାହୁ ଥିବ। ଦେଖ ଏଠି OD ଗୋଟେ ସାଧାରଣ ବାହୁ ଅଛି, ଦୁଇ ଜଣଙ୍କ ପାଖରେ OD ଅଛି। AOD କୋଣର ବି OD ଗୋଟେ ବାହୁ ଏବଂ DOB କୋଣର OD ବି ଗୋଟେ ବାହୁ। ଏବଂ ଦେଖ ଏଠି AOD କୋଣର AO ବାହୁ ଏବଂ DOB କୋଣର OB ବାହୁ ସେମାନେ କ'ଣ ଗୋଟେ ରେଖାଖଣ୍ଡ ବନାଉଛନ୍ତି। ଏଟା ହେଲା AO ବାହୁ, ସେମିତି OB ବାହୁ। ଏଟା କ'ଣ ଗୋଟେ ରେଖାଖଣ୍ଡ ବନୁଛି ଏବଂ ରେଖାଖଣ୍ଡ ଉପରେ ଯେଉଁ କୋଣ ଥାଏ ସେ କୋଣର ପରିମାଣ କେତେ 180 ଡିଗ୍ରୀ। ସେଥିଲାଗି এই দুইটি কোণ କ'ଣ পরস্পর পরিপূরক কোণ এবং পরস্পর পরিপূরক কোণକୁ ଆମେ ଯଦି ତାର ପରିମାଣକୁ ମିଶାଇବା ଆମେ ପାଇବା କେତେ 180 ଡିଗ୍ରୀ। ତେଣୁ ମୁଁ ଲେଖିବି AOD କୋଣର ପରିମାଣ ଯୁକ୍ତ DOB କୋଣର ପରିମାଣ କେତେ ହେବ 180 ଡିଗ୍ରୀ। ଏବେ ମୁଁ କ'ଣ କରିବି AOD କୋଣର ପରିମାଣ ପାଇଯିବି, କାହିଁକି କାରଣ DOB କୋଣର ପରିମାଣ ମୁଁ ଜାଣିଛି 70 ଡିଗ୍ରୀ। ତାପରେ କ'ଣ କରିବା ଦୁଇ ପଟେ 70 ଫେଡ଼ି ଦେବା, -70 ଏପଟରେ ସେମିତି 180 -70। 70ରୁ 70 ଫେଡ଼ିଲେ ଶୂନ ହୋଇଯିବ। ତେଣୁ ରହିଲା କ'ଣ AOD କୋଣର ପରିମାଣ କେତେ 180ରୁ 70 ଗଲେ ଯେତିକି କେତେ 110 ଡିଗ୍ରୀ। ତେଣୁ AOD କୋଣର ପରିମାଣ 110 ଡିଗ୍ରୀ। ଏବେ AOD DOB ଯେମିତି ପରସ୍ପର ପରିପୂରକ ଥିଲା ସେମିତି AOC ଏବଂ AOD ବି ପରସ୍ପର ପରିପୂରକ। ତେଣୁ ସେ ଦୁଇଟି କୋଣର ପରିମାଣକୁ ଯଦି ଆମେ ମିଶାଇବା ଆମେ ପାଇବା କେତେ 180 ଡିଗ୍ରୀ। ତେଣୁ ମୁଁ କ'ଣ କରୁଛି ପୁଣି ଲେଖିବି AOC ଏବଂ କାହାକୁ ମିଶାଇବା AOD ମିଶାଇଲେ କେତେ ପାଇବା 180 ଡିଗ୍ରୀ, କାରଣ ପରସ୍ପର ପରିପୂରକ। ଏବେ ଆମେ AOC ପାଇଯିବା, ସେମିତି ପାଇବା AOD କେତେ ଏବେ ଆମେ ପାଇଲେ 110 ଡିଗ୍ରୀ। ତେଣୁ ଏଠି ଲେଖିବି 110 ଡିଗ୍ରୀ ସମାନ 180 ଡିଗ୍ରୀ। ତାପରେ ଯୁକ୍ତ 110 -110 ସମାନ 180 -110। ତାପରେ ରହିବ କେତେ AOC କୋଣର ପରିମାଣ ଆମେ ପାଇବା ଏଠି 110 110 କଟିଯିବ, 180ରୁ 110 କଲେ କେତେ 70 ଡିଗ୍ରୀ ଏବଂ ଏଠି ମୁଁ ଲେଖିବି AOC କୋଣର ପରିମାଣ 70 ଡିଗ୍ରୀ। ପିଲାମାନେ ଏବେ ଦେଖ ଏଠି এই দুইটি কোণ AOC এবং DOB এই কোণ দুইটি বিপরীত কোণ অଛନ୍ତି এবং এই কোণ দুইটি সমান অଛନ୍ତି। তেণু এই কোণ দুইটিକୁ କୁହାଯାଏ ପରସ୍ପର ପ୍ରତିପ କୋଣ ଏବଂ ପରସ୍ପର ପ୍ରତିପ କୋଣ ଦ୍ୱୟ ସମାନ ଥାନ୍ତି। ତୁମେ ମାନେ କହିପାରିବ କି ଏଇଟି ସମାନ ଅଛନ୍ତି ଅଲଗା କୋଉଠି ସମାନ ନ ହୋଇପାରନ୍ତି, ଆମେ କେମିତି ଜାଣିବା? ଦେଖ ଆମେ COB ବି ବାହାର କରିବା। ଏବେ ଦେଖିବା COB ଏବଂ AOD ସମାନ ଅଛନ୍ତି ନା ନାହିଁ। ଏବେ COB କୋଣର ପରିମାଣ ବାହାର କରିବା ଲାଗି ମୁଁ ଲେଖୁଛି କୋଣ AOC ର ପରିମାଣ ଯୁକ୍ତ COB କୋଣର ପରିମାଣ କେତେ 180 ଡିଗ୍ରୀ, କାରଣ ସେ ଦୁଇଟି କୋଣ ବି ପରସ୍ପର ପରିପୂରକ ଏବଂ AOC ଆମେ ଜାଣିଛେ 70 ଡିଗ୍ରୀ। ତେଣୁ ମୁଁ ଏଠି ଲେଖିବି 70 ଡିଗ୍ରୀ ଯୁକ୍ତ COB କେତେ ହେବ 180 ଡିଗ୍ରୀ। ତାପରେ COB କେତେ ପାଇବା ଆମେ ଏଠି ସେମିତି 180ରୁ 70 ଫେଡ଼ି ଦେବା ଏବଂ ପାଇବା କେତେ 110 ଡିଗ୍ରୀ। ଦେଖ ଏଠି ପାଇଲେ 110 ଡିଗ୍ରୀ। ତ ଏଠି ଜାଣିପାରୁଛ AOD ଏବଂ COB ଏ ଦୁଇଟି ବିପରୀତ କୋଣ ଏବଂ ଏ ଦୁଇଟି ବି ସମାନ ହେଲେ, ସେମିତି AOC DOB ଏ ଦୁଇଟି ବି ବିପରୀତ କୋଣ
ଏବଂ ଏ ଦୁଇଟି ବି ସମାନ ହେଲେ। ତେଣୁ ଏ ବିପରୀତ କୋଣକୁ କ'ଣ କୁହାଯାଏ? ପରସ୍ପର ପ୍ରତୀପ କୋଣ। ଯଦି ମୁଁ ତୁମକୁ ପଚାରିବି କି ଏ ଓ ଡିର ପ୍ରତୀପ କୋଣର ନାମ କୁହ, କ'ଣ ହେବ? ସି ଓ ବି। ଏବଂ ପ୍ରତୀପ କୋଣ ଦ୍ୱୟ ସମାନ ଥାନ୍ତି। ବୁଝିପାରିଲ? ତେଣୁ ଆମେ କ'ଣ ଜାଣିଲେ? ଯେତେବେଳେ ଦୁଇଟି ରେଖାଖଣ୍ଡ ପରସ୍ପରକୁ ଛେଦ କରେ ଗୋଟେ ବିନ୍ଦୁରେ, ସେଠି ଚାରିଟି କୋଣ ବନେ। 3, 4। ଏବେ এই ବିପରୀତ କୋଣ ଦ୍ୱୟକୁ କୁହାଯାଏ କ'ଣ? ପରସ୍ପର ପ୍ରତୀପ କୋଣ ଏବଂ ଏ କୋଣ ଦ୍ୱୟ ସମାନ ଥାନ୍ତି।